गुरुजी प्रणाम। जय जय। गुरुजी द्वितीय अध्याय कर्मयोगर चैप्टर 2 श्लोक नंबर 24 होची ଆଜ୍ଞା अच्छेदोयम मदायुहम अप्रेद्य शोष एव च नित्यः सर्पगतस्ताणु अचलायम सनातन। ଏହି ଆତ୍ମା ବା ଜୀବାତ୍ମା ଅଚ୍ଛେଦ୍ୟ ବା ଅକ୍ଲେଦ୍ୟ ଅଟେ, ଅର୍ଥାତ୍ ଏହାକୁ ଖଣ୍ଡ ଖଣ୍ଡ କରି କଟାଯାଇ ପାରିବ ନାହିଁ କିମ୍ବା ପାଣିରେ ବୁଡାଇ ଦିଆଯାଇ ପାରିବ ନାହିଁ ଏବଂ ଏହାକୁ ପୋଡ଼ି ଦିଆଯାଇ ପାରିବ ନାହିଁ। ଏହା ଚିରନ୍ତନ, ସର୍ବବ୍ୟାପିକ, ଅପରିବର୍ତ୍ତନୀୟ, ସ୍ଥାଣୁ ଏବଂ ଶାସ୍ତ୍ରୀୟ ଭାବେ ଏକ ପ୍ରକାର ଅଟେ। ଆର ଅର୍ଥ ଗୁରୁଜୀ ବୁଝା। ଆଜ୍ଞା, ସୁନ୍ଦର କଥା। ଆମେ ଏ ବିଷୟରେ ଭଗବଦ ଗୀତା ଦ୍ୱିତୀୟ ଅଧ୍ୟାୟ ଶ୍ଲୋକ ସଂଖ୍ୟା 23 ରେ ବି ବୁଝିଥିଲେ। ସେଇ କଥାକୁ ଏଠି ଆଉ ଥରେ ବୁଝିବା ପାଇଁ ଆଜ୍ଞା ଚେଷ୍ଟା କରାଯାଉଛି। ଦେଖନ୍ତୁ, ଆତ୍ମଜ୍ଞାନ ବହୁତ ଗଭୀର ଜ୍ଞାନ। ମନାତୀତ କଥା, ଇନ୍ଦ୍ରିୟାତୀତ କଥାକୁ ଆମେ ଚର୍ଚ୍ଚା ହେଇଥାଉ। ତେଣୁକରି ସେ ଗଭୀର ଜ୍ଞାନକୁ ବାରମ୍ବାର ବିଭିନ୍ନ ମାଧ୍ୟମରେ ବାରମ୍ବାର ଭଗବାନ କୃଷ୍ଣ ଅର୍ଜୁନଙ୍କ ମାଧ୍ୟମରେ ଆମ ସମସ୍ତଙ୍କୁ ବୁଝିବା ପାଇଁ ଚେଷ୍ଟା କରିଛନ୍ତି। ଏଠି ସର୍ବପ୍ରଥମେ କୁହାଯାଉଛି ଅଚ୍ଛେଦ୍ୟମ୍, ମାନେ ଆତ୍ମାକୁ ଆମେ କୌଣସି ହସ୍ତ୍ରଶସ୍ତ୍ରରେ କାଟି ପାରିବାନି। ଆଜି ଆମ ପାଖରେ ବିଭିନ୍ନ ପ୍ରକାର ହସ୍ତ୍ରଶସ୍ତ୍ର ଅଛି। ଛୁରୀ କୁହନ୍ତୁ, ବନ୍ଧୁକ କୁହନ୍ତୁ, ହାଇଡ୍ରୋଜେନ ବମ୍ କୁହନ୍ତୁ, ନ୍ୟୁକ୍ଲିୟର ୱାରଫାୟାର କୁହନ୍ତୁ, ଯାହା ବି ନ୍ୟୁକ୍ଲିୟର ୱେପନ୍ସ ବି ଆମ ପାଖରେ ଆଜି ଅଛି। ଯେକୌଣସି ହସ୍ତ୍ରଶସ୍ତ୍ରରେ ଆମେ ଆତ୍ମାକୁ କାଟି ପାରିବାନି। ଅଦାହ୍ୟମ୍ ମାନେ ଆତ୍ମାକୁ ଆମେ ହସ୍ତ୍ରଶସ୍ତ୍ରରେ ତ କାଟି ପାରିବାନି, ଅଗ୍ନି ମାଧ୍ୟମରେ ପୋଡ଼ି ବି ପାରିବାନି। ତାପରେ କୁହାଯାଉଛି ଆତ୍ମାକୁ ପାଣି ମାଧ୍ୟମରେ ବି ଆମେ ବିନାଶ କରିପାରିବାନି। ପାଣି ମାଧ୍ୟମରେ ଆମେ ଦେଖିଛେ ବହୁତ ସାରା ବନ୍ୟା ବାତ୍ୟା ଆସିକରି ସଂସାରକୁ ବହୁତ ବାଧାବିଘ୍ନ କରିଥାଏ, ସଂସାରର ଅନେକ ଜିନିଷକୁ ବିନାଶ କରିଥାଏ। ତ ପାଣି ମଧ୍ୟ ଆତ୍ମାକୁ ବିନାଶ କରିପାରିବନି କିମ୍ବା ଆତ୍ମାକୁ ଭିଜେଇ ବି ପାରିବନି। ତାପରେ ଏଠି ପବନ ଆତ୍ମାକୁ ଶୋଷି ପାରିବନି, ବାୟୁ ମାଧ୍ୟମରେ ବି ଆମେ ଆତ୍ମାକୁ ବିନାଶ କରିପାରିବାନି। ଶାସ୍ତ୍ର ପ୍ରମାଣ, ଶାସ୍ତ୍ର କହୁଛି। ଆର କାରଣକୁ ଯଦି ଆମେ ଗଭୀର ଭାବରେ ଚର୍ଚ୍ଚା ହେଇକରି ବୁଝିବା, ଆତ୍ମା ହେଉଛି ପଞ୍ଚଭୂତର ଜନନୀ। ଆତ୍ମାରୁ ପଞ୍ଚଭୂତ ଜନ୍ମ ନେଇଛନ୍ତି। ଆତ୍ମାରୁ ଆକାଶ, ଆକାଶରୁ ବାୟୁ, ବାୟୁରୁ ଅଗ୍ନି, ଅଗ୍ନିରୁ ଜଳ, ଜଳରୁ ସ୍ଥଳ, ପୃଥିବୀ। ତ ଏ ପଞ୍ଚଭୂତର ଯେହେତୁ ଆଧାର ଆତ୍ମା, ଆତ୍ମାକୁ ପଞ୍ଚଭୂତ ବିନାଶ କରିପାରିବେନି। ଏଠି ପଞ୍ଚଭୂତ ହେଉଛନ୍ତି କାର୍ଯ୍ୟ, ଆତ୍ମା ହେଉଛନ୍ତି କର୍ତ୍ତା। କାର୍ଯ୍ୟ ମାଧ୍ୟମରେ ଆମେ କାର୍ଯ୍ୟର ଯେଉଁ ଆଧାର, କାର୍ଯ୍ୟର ଯେଉଁ ଆମେ କର୍ତ୍ତା କହୁଛେ କିମ୍ବା କାର୍ଯ୍ୟର ଯେଉଁ ଆଧାର କହୁଛେ, ତାକୁ ଆମେ ବିନାଶ କରିପାରିବାନି। ଏମିତି ବୁଝନ୍ତୁ, ଯେମିତିକି ଗୋଟେ ମାଟି ହାଣ୍ଡି ଅଛି। ମାଟି ହାଣ୍ଡିର ତତ୍ଵ, ମାଟି ହାଣ୍ଡି ଧିରେ ଯଦି ମାଟି ହାଣ୍ଡିକୁ ଆମେ ଭଲ କିନି ଦେଖିବା, ମାଟି ହାଣ୍ଡିରେ ଯେଉଁ ମାଟି ହାଣ୍ଡିଟା ହେଉଛି କାର୍ଯ୍ୟ। ବୁଝିପାରୁଛନ୍ତି, ମାଟି ହାଣ୍ଡିଟା ହେଉଛି, ମାଟି ଏକ ରୂପ ନେଇଛି, କିନ୍ତୁ ସେ ଆଜ୍ଞା ମାଟି ହାଣ୍ଡିର ମାଟି ହେଉଛି କାରଣ। କାରଣ ମାନେ ତତ୍ଵ, ଯାହା ମାଧ୍ୟମରେ ହାଣ୍ଡି ଏକ ଆକାର ନେଇଛି। ତ କାରଣ କାର୍ଯ୍ୟକୁ ବିନାଶ କରିପାରିବ। ମାଟି, ମାଟିରେ ନିର୍ମାଣ ହେଇଥିବା ସେ ହାଣ୍ଡିକୁ ଭାଙ୍ଗି ପାରିବ, କିନ୍ତୁ କାର୍ଯ୍ୟ କାରଣକୁ ବିନାଶ କରିପାରିବନି। ମାଟି ହାଣ୍ଡି ମାଟିକୁ ବିନାଶ କରିପାରିବନି। ଠିକ ସେଇ ଭାବରେ ଏଠି ବୁଝା ଯାଇଛି, ଯେହେତୁ ଆତ୍ମାରୁ ପଞ୍ଚଭୂତ ଜନ୍ମ ନେଇଛନ୍ତି, ପଞ୍ଚଭୂତ କାର୍ଯ୍ୟ, ଆତ୍ମା ହେଲେ କାରଣ, କାର୍ଯ୍ୟ ରୂପକ ପଞ୍ଚଭୂତକୁ ମାଧ୍ୟମ କରି କାରଣ ରୂପକ ଆତ୍ମାକୁ ଆମେ ବିନାଶ କରିପାରିବାନି। ତାପରେ ଏଠି ଦ୍ୱିତୀୟ ଧାଡ଼ିରେ ବୁଝିବା ପାଇଁ ଚେଷ୍ଟା କରାଯାଇଛି। ଦ୍ୱିତୀୟ ଦ୍ୱିତୀୟ ଏଠି କୁହାଯାଉଛି ନିତ୍ୟମ୍। ନିତ୍ୟମ୍ ମାନେ ଆତ୍ମା ନିତ୍ୟ। ଆମେ ଏମିତି କହିପାରିବାନି ଏ ସମୟ ପୂର୍ବରୁ ଆତ୍ମା ନଥିଲା କିମ୍ବା ଏକ ସମୟ ଆସିବ ତାପରେ ଆତ୍ମା ରହିବେନି, ଏମିତି କହିପାରିବାନି। ଆତ୍ମା ନିତ୍ୟ। ନିତ୍ୟ ମାନେ ଯିଏ ସଦା ସର୍ବଦା ଥିଲେ, ଅଛନ୍ତି, ରହିବେ। ତାପରେ କୁହାଯାଉଛି ସର୍ବଗତମ୍। ସର୍ବଗତମ୍ର ଅର୍ଥ ହେଉଛି
ଆତ୍ମାରୁ ଯେହେତୁ ମାୟା ରୂପକ ପଞ୍ଚଭୂତ ନିର୍ମାଣ ହେଇଛି, ଆତ୍ମାରେ ଯେହେତୁ ଏ ମାୟା ରୂପକ ପଞ୍ଚଭୂତ ପରିଚାଳନା ହେଉଛି, ତ ଆତ୍ମା ସର୍ବଗତମ, ପ୍ରତ୍ୟେକ ଶରୀରରେ, ପ୍ରତ୍ୟେକ କଣକଣିକାରେ, ପ୍ରତ୍ୟେକ ସ୍ଥାନରେ ବିଦ୍ୟମାନ ଅଛନ୍ତି। ସର୍ବଗତମ, ଏମିତି କୌଣସି ସ୍ଥାନ ନାହିଁ, ଏମିତି କୌଣସି ଭୌତିକ ଆକାର ଆକୃତି ନାହିଁ ଯେଉଁଠି ଆତ୍ମା ନାହାନ୍ତି ବୋଲି ଆମେ କହିପାରିବାନି। ଆତ୍ମା ସର୍ବଗତମ, ସବୁଠାରେ ଅଛନ୍ତି। ତାପରେ ସ୍ଥାଣୁ କୁହାଯାଉଛି। ସ୍ଥାଣୁର ଅର୍ଥ ହେଲା ଆତ୍ମା ସ୍ଥିର ଥାନ୍ତି, ଆତ୍ମା ପରିବର୍ତ୍ତନ ହୁଅନ୍ତିନି। ଶରୀର ପରିବର୍ତ୍ତନ ହେଉଛି, ସଂସାର ପରିବର୍ତ୍ତନ ହେଉଛି, ପ୍ରକୃତିରେ ପରିବର୍ତ୍ତନ ହେଉଛି, ମନ, ବୁଦ୍ଧି, ଚିତ୍ତ, ଅହଙ୍କାର ପରିବର୍ତ୍ତନ ହେଉଛି, କିନ୍ତୁ ଆତ୍ମା ସ୍ଥିର, ଆତ୍ମା ଅପରିବର୍ତ୍ତନୀୟ ଶକ୍ତି, ଆତ୍ମାଙ୍କର ପରିବର୍ତ୍ତନ ହୁଏନି। ତାପରେ କୁହାଯାଉଛି ଅଚଳମ୍। ଅଚଳମ୍ ମାନେ ବହୁତ ଗଭୀର କଥା ଏଠି କୁହାଯାଉଛି। ଅଚଳମ୍ ମାନେ ଆତ୍ମା ଆସନ୍ତିନି କିମ୍ବା ଆତ୍ମା ଯାଆନ୍ତିନି। ବୁଝିପାରୁଛନ୍ତି? ଆମେ ଅନେକ ଅନ୍ଧବିଶ୍ୱାସରେ ମାନିଥାଉ ଯେତେବେଳେ ଦେହାନ୍ତ ହେଇଯାଏ, ଆତ୍ମା ଏ ଶରୀରରୁ ଯାଇକିରି ଆଉ କେଉଁଠି ଶରୀର ଧାରଣ କଲେ, କେଉଁଠି ସ୍ୱର୍ଗ ଅଛି, କେଉଁଠି ନରକ ଅଛି, ଆତ୍ମା ଯାଇକିରି କେଉଁଠି ଆଉଥରେ ପୁନର୍ଜନ୍ମ ନେବେ। ଆତ୍ମାର ସଦ୍ଗତି ପାଇଁ ଆମେ ବିଭିନ୍ନ ପୂଜା ଆଦି କାର୍ଯ୍ୟକ୍ରମ, ହୋମ ଆଦି ଯଜ୍ଞ କରୁଥାଉ। ତ ଏଠି କୁହାଯାଉଛି ଆତ୍ମା ଅଚର। ଆତ୍ମା ମାନେ ଏଠୁ କେଉଁଠିକି ଯାଆନ୍ତିନି କିମ୍ବା କେଉଁଠୁ ଏଠିକି ଆସନ୍ତିନି। ଆତ୍ମା ସ୍ଥିର ଭାବରେ ଯେଉଁ ପରିକା ଥିଲେ, ଯେମିତି ଥିଲେ ସେମିତି ସେଇଠି ହିଁ ଅଛନ୍ତି। ଆତ୍ମା ଯିବା ଆସିବା କରନ୍ତିନି। ଆମେ ଅନ୍ଧକାରରେ, ଅବିଦ୍ୟାରେ ଆତ୍ମାର ସଦ୍ଗତି ପାଇଁ ବିଭିନ୍ନ ଯୋଜନା କରୁଥାଉ। ଆତ୍ମା ଏ ଶରୀରକୁ ତ୍ୟାଗ କରି ଆଉ ଗୋଟେ ଶରୀରକୁ ଧାରଣ କରିବ, ପୁନର୍ଜନ୍ମର ଯେଉଁ କଥାକୁ ଆମେ ଅନ୍ଧବିଶ୍ୱାସରେ ମାନିଥାଉ, ଏଠି ସ୍ପଷ୍ଟ କରା ଦିଆଯାଉଛି ଆତ୍ମା ଅଚଳମ୍ ମାନେ ଯିବା ଆସିବା କରେନି, ଚାଲେନି। ଯେମିତି ଆମେ ମଣିଷ ଚାଲୁଛେ ସେମିତି ଆତ୍ମା ଚାଲେନି, ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯାଏନି। ଆତ୍ମା ଯିବ କେମିତି? ଟିକେ ପୂର୍ବରୁ ଆମେ ବୁଝିଲେ ନା, ଆତ୍ମା ସବୁ କଣକଣିକାରେ ବିଦ୍ୟମାନ ଅଛନ୍ତି। ଯିଏ ପଞ୍ଚଭୂତର ଆଧାର, ଯିଏ ପ୍ରପଞ୍ଚର ଆଧାର, ସେ କୁଆଡ଼େ ବା ଯିବେ? ସେ କେଉଁଠି ବା ନାହାନ୍ତି ସେଠି ଯାଇକିରି ପହଞ୍ଚିବେ। ବୁଝିପାରୁଛନ୍ତି? ତେଣୁକରି ଅଚଳମ୍ ମାନେ ଆତ୍ମା ଆଜ୍ଞା। ଯିବା ଆସିବା କରନ୍ତିନି, କୁଆଡ଼େ ଯାଆନ୍ତିନି। ତାପରେ କୁହାଯାଉଛି ସନାତନମ୍। ସନାତନ, ସନାତନର ଅର୍ଥ ହେଲା ଯାହାଙ୍କ ମୂଳ କହିପାରିବା, ଆଦି କହିପାରିବା, ଯାହାଙ୍କ ଠାରୁ ଏ ସଂସାର ସୃଷ୍ଟି ହେଇଛି, ଯାହାଙ୍କ ମାଧ୍ୟମରେ ଏ ସଂସାର, ଏ ଶରୀର, ଏ ପ୍ରକୃତି, ଏ ବ୍ରହ୍ମଲୀଳା, ଏ ମାୟା ରୂପକ ଏ ସଂସାର ନିର୍ମାଣ ହେଇଛି। ଯିଏ ଆଧାର, ଯିଏ ମୂଳ, ଆମେ ଏମିତି କହିପାରିବା ପଞ୍ଚଭୂତରେ ଏ ଶରୀର ନିର୍ମାଣ ହେଇଛି। ଏ ଶରୀରର ଆଧାର ପଞ୍ଚଭୂତ। ମାଟିରେ ଗୋଟେ ହାଣ୍ଡି ନିର୍ମାଣ ହେଇଛି, ହାଣ୍ଡିର ଆଧାର ମାଟି। ସୁନାରେ ଅଳଙ୍କାର ତିଆରି ହେଇଛି, ଅଳଙ୍କାରର ଆଧାର ସୁନା। ଏସବୁର ଆଧାର, କିନ୍ତୁ ଆତ୍ମାର କିଛି ଆଧାର ନାହିଁ। ଆତ୍ମା କାହାଠାରୁ ଜନ୍ମ ହେଇନାହାନ୍ତି। ଆତ୍ମା ସ୍ୱୟଂ ପ୍ରତ୍ୟେକ ଜନ୍ମର କାରଣ। ଆତ୍ମା ସ୍ରୋତ, ଆତ୍ମା ମୂଳ ତତ୍ଵ, ଆତ୍ମା ହେଲା ଆଧାର। ସେ ଆଧାରକୁ ଏଠି ସନାତନ କୁହାଯାଇଛି। ଆଉ ଅନେକ ଥର ଆମେ ଚର୍ଚ୍ଚା ହେଇଥାଉ ଆମେ ସନାତନୀ ସନାତନୀ। ସନାତନୀ ମାନେ କ'ଣ? ସନାତନୀ ହେଲେ ଅଜର ଅମର ତତ୍ଵ, ଅବିନାଶୀ ତତ୍ଵ। ଯଦି ଏ ଶ୍ଲୋକର ତାତ୍ପର୍ଯ୍ୟକୁ ଆମେ ବୁଝିବା ପାଇଁ ଚେଷ୍ଟା କରିବା, ଗଭୀର ଅର୍ଥକୁ ଆମେ ବୁଝିବା ପାଇଁ ଚେଷ୍ଟା କରିବା, ମଣିଷ ଜାଣି ଅଜାଣତରେ ମଣିଷ ମନରେ ମୃତ୍ୟୁ ପ୍ରତି ଡର ଥାଏ। କାଳେ ଶରୀର ଅନ୍ତ ହେଇଯିବ, ମୁଁ ଯେଉଁ ଘର ପରିବାର, ମୋର ଯେଉଁ ପଦ ପଦବୀ, ମୁଁ ଯେଉଁ ଧନ ସମ୍ପତ୍ତିକି ଏକତ୍ର କରି ରଖିଛି ତାକୁ କାଳେ ଭୋଗି ପାରିବିନି, ତାକୁ କାଳେ ଛାଡ଼ିଦେବି, ମୋର ଦେହାନ୍ତ ହେଇଯିବ, ମୋର ମୃତ୍ୟୁ ହେଇଯିବ। ମୃତ ଶରୀରକୁ ଦେଖିକରି ଆମେ ଅବିଦ୍ୟାରେ ଡରୁଥାଉ। ମୃତ୍ୟୁ ପ୍ରତି ମନ ଭିତରେ ଭୟ ଥାଏ। ଆଉ ଦେଖନ୍ତୁ, ଆମେ ଅନେକ ଅଜାଣତରେ ଅନେକ କାମନା କରିଥାଉ। ଅନେକ କାମନା କ'ଣ? ଆମ ପିଲା ଛୁଆ ଭଲରେ ରହନ୍ତୁ, ନାତି ନାତୁଣୀ ଭଲରେ ରହନ୍ତୁ। ମାନେ ନାତି ନାତୁଣୀଙ୍କ ମାଧ୍ୟମରେ ବି ଆମରି ହିଁ ଅସ୍ତିତ୍ୱକୁ ଆମେ ଦେଖିଥାଉ। ବହୁତ ସାରା ଧାର୍ମିକ ଚର୍ଚ୍ଚାରେ ଆମେ ସବୁ ଚର୍ଚ୍ଚା କରୁଥାଉ, ପୁତ୍ର ଶ୍ରେଷ୍ଠ, ପୁଅ ଶ୍ରେଷ୍ଠ, ଝିଅକୁ ଟିକେ ଆମେ ଟିକେ ଅଣଦେଖା କରୁଥାଉ। ପୁଅ ଜନ୍ମ ହେଲେ କୁଳ ବଂଶ ମାନେ କୁଳ ଉଦ୍ଧାର କରିବ, ଆମ ବଂଶ ଉଦ୍ଧାର କରିବ, ପର ପିଢ଼ିକୁ ଉଦ୍ଧାର କରିବ। ଦେଖିବାକୁ ଗଲେ ଝିଅ ବିନା ବି ପୁଅ ଏକୁଟିଆ କିଛି ଉଦ୍ଧାର କରିପାରିବେନି। ବୁଝିପାରୁଛନ୍ତି? ମାନେ ଏଠି ଗୋଟେ ଆଜ୍ଞା। ଆଜ୍ଞା। ଅଜାଣତରେ ଆମେ ମାନିଥାଉ
ଆମେ ମାନିଥାଉ କାଳେ ଆମେ ବିନାଶ ହେଇଯିବୁ। ମୋ ପିଲା ଛୁଆଙ୍କ ମାଧ୍ୟମରେ, ମୋ ନାତି ନାତୁଣୀଙ୍କ ମାଧ୍ୟମରେ, ମୋ ଅଣନାତି ପଣନାତିଙ୍କ ମାଧ୍ୟମରେ ମୁଁ ଅଜାଣତରେ ମୁଁ ପ୍ରଚେଷ୍ଟା କରୁଛି ମୋର ଯେମିତି ବିନାଶ ହୁଅନ୍ତାନି କି, ମୁଁ ଯେମିତି ଏ ସଂସାରକୁ ଛାଡ଼ିକି ଯାଆନ୍ତିନି କି ଅବିଦ୍ୟାରେ। କିନ୍ତୁ ସତ୍ୟ ଶାସ୍ତ୍ର ପ୍ରମାଣ, ଏଠି ଶାସ୍ତ୍ର କହୁଛି ଆମେ ଅବିନାଶୀ। ଆମେ ମାନେ ମୁଁ ଅବିନାଶୀ, ମୁଁ ଅଜର, ମୁଁ ଅମର, ମୁଁ ଅବିନାଶୀ। ମୁଁ ନା କୁଆଡ଼େ ଯାଉଛି, ମୁଁ ନା କୁଆଡ଼ୁ ଆସୁଛି। ମୋତେ ନା ହସ୍ତ୍ରଶସ୍ତ୍ର କାଟି ପାରିବେ, ନା ଅଗ୍ନି ଜଳେଇ ପାରିବ, ନା ପାଣି ଭିଜେଇ ପାରିବ, ନା ପବନ ଶୋଷି ପାରିବ। ମୋତେ କୌଣସି ଭୌତିକ ବସ୍ତୁ ପଦାର୍ଥ ବିନାଶ କରିପାରିବନି। କେତେ ବଡ଼ କଥା ଏଠି ଦେଖନ୍ତୁ କୁହାଯାଉଛି। ଏଇଠି ଗୋଟେ ଆଜ୍ଞା। ସନ୍ଥ କବୀରଙ୍କର ଏକ ସୁନ୍ଦର କବିତା ମନେ ପଡ଼ୁଛି। ସନ୍ଥ କବୀର ବହୁତ ସୁନ୍ଦର ଭାବରେ ଲେଖିଛନ୍ତି। ସନ୍ଥ କବୀର କହନ୍ତି, କବିତା ଏଇପରିକା ଲେଖିଛନ୍ତି, जब मैं था तब हरि नहीं, अब हरि है मैं नहीं, प्रेम के गली अति साकिरी, जामे दो ना समाए। ବୁଝିପାରୁଛନ୍ତି ମାନେ କହିଛନ୍ତି, जब मैं था तब हरि नहीं, अब हरि है मैं नाही, प्रेम के गली बड़ा साकिरी, जामे दो ना समाए। ଏ କବିତାର ବହୁତ ଗଭୀର ଅର୍ଥ ଅଛି। ବ୍ରହ୍ମଜ୍ଞାନୀ ସନ୍ଥ କବୀର ନିଜେ ଆତ୍ମସାକ୍ଷାତକାର କରିଥିଲେ, ନିଜେ ବ୍ରହ୍ମାନୁଭୂତି କରିଥିଲେ। ଏ ବ୍ରହ୍ମଜ୍ଞାନକୁ ଚର୍ଚ୍ଚା କରି, ଏ ବ୍ରହ୍ମଜ୍ଞାନର ପ୍ରଚାର ପ୍ରସାର କରି ସାରା ବିଶ୍ୱକୁ ଏକ କରିବା ପାଇଁ ସେ ଅଥକ ପ୍ରୟାସ କରିଥିଲେ। ତ ଏଠି ଏ ଶ୍ଲୋକ ମାଧ୍ୟମରେ ସନ୍ଥ କବୀର ବୁଝାଉଛନ୍ତି, ଜବ ମେ ଥା ତବ ହରି ନେହି। ହରି ମାନେ ସେ ଆତ୍ମା। ଆମେ ଯେଉଁ ଈଶ୍ୱର କହୁଛେ, ଭଗବାନ କହୁଛେ, ଈଶ୍ୱର ପ୍ରାପ୍ତି କରିବା ପାଇଁ ଆମେ ଏ ଯେଉଁ ଆଧ୍ୟାତ୍ମିକତାକୁ ଆଚରଣ କରୁଛେ, ତ ଏ ଯେଉଁ ଗଭୀର କବିତା ଅଛି, ଏ କବିତାର ଗଭୀରତାକୁ ଯଦି ଆମେ ଚିହ୍ନି ପାରିବା, ବୁଝିପାରିବା, ତାହେଲେ ଆମେ ଚିହ୍ନି ପାରିବା ମୁଁ ଆତ୍ମା କେମିତି, ମୋ ଆତ୍ମା କେଉଁଠି ଅଛି। ଏବେ ତ ଆମେ ଶୁଣିଲେ ଆତ୍ମା ଅବିନାଶୀ, ଆତ୍ମା ଅଜର ଅମର, ଠିକ ଅଛି। ଶୁଣିବାକୁ ଆମେ ଜ୍ଞାନର ସ୍ତରରେ ସ୍ପଷ୍ଟ ହେବାର ଦରକାର। ତେଣୁକରି ଏଠି ସନ୍ଥ କବି କହୁଛନ୍ତି, ଜବ ମେ ଥା ତବ ହରି ନାହିଁ। ଆର ଅର୍ଥ ହେଲା, ଯେଉଁଠି ମୁଁ ଅଛି ସେଠି ହରି ନାହାନ୍ତି। ମୁଁ ଅଛି ମାନେ କ'ଣ? ମୁଁ ନିଜକୁ ଦେହ ମାନିଛି, ମୁଁ ନିଜକୁ ଶରୀର ମାନିଛି, ମୁଁ ନିଜକୁ ଏକ ନାମ ସାଙ୍ଗରେ, ଏକ ଆକାର ଆକୃତି ସାଙ୍ଗରେ, ଜାତି ଧର୍ମ ସାଙ୍ଗରେ, ବର୍ଣ୍ଣ ପନ୍ଥ ସାଙ୍ଗରେ, ଏକ ଏକ ଡିଜିଗ୍ନେସନ୍ ସାଙ୍ଗରେ, ବୁଝିପାରୁଛ, ନିଜକୁ ମୁଁ ଚିହ୍ନୁଛି। ମୁଁ ଆଜ୍ଞା। ଅବିଦ୍ୟାରେ ଏ ସୀମିତ ଶରୀର ମାନିଛି ନିଜକୁ। ତ ଯେପର୍ଯ୍ୟନ୍ତ ମୁଁ ନିଜକୁ ଦେହ ଭାବରେ ପରଖୁଛି, ଯେପର୍ଯ୍ୟନ୍ତ ମୁଁ ନିଜକୁ ଏକ ଆକାର ଆକୃତି, ଗୁଣ, ବର୍ଣ୍ଣ, ମନର ସ୍ତରରେ କିମ୍ବା ଆକାର ଆକୃତିରେ, ଦୃଶ୍ୟ ରୂପରେ ଯେପର୍ଯ୍ୟନ୍ତ ମୁଁ ନିଜକୁ ଶରୀର ରୂପରେ ଚିହ୍ନୁଛି, ସେଠି ହରି ନାହାନ୍ତି। ସେଠି ଦୃଶ୍ୟ ଅଛି, ସେଠି ଜ୍ଞାନ ଅଛି, ସେଠି ଗୁଣ ଅଛି, ସେଠି ଆକାର ଅଛି, ସେଠି ମାୟା ଅଛି, ସେଠି ମାୟା ଅଛି। ତାପରେ ମାନେ ଯେଉଁଠି ମୁଁ ରୂପକ ଅଜ୍ଞାନ ଅଛି, ଅବିଦ୍ୟା ଅଛି, ଦେହ ଭାବ ଅଛି, ସେଠି ହରି ନାହାନ୍ତି। ତାପରେ କହୁଛନ୍ତି, ଆବୁ ମେହେ ହରି ନାହିଁ। ଆବୁ ମେହେ ମାନେ ଯେତେବେଳେ ଜଣେ ସାଧକ ସାଧନାକୁ ଆଚରଣ କରି ବ୍ରହ୍ମଜ୍ଞାନକୁ ଗଭୀର ଭାବରେ ମନନ କରି ବୁଝି, ନିରିଧ୍ୟାସନ କରି ମନର ସ୍ତରରେ ସ୍ପଷ୍ଟ ହେଇ ସାଧନାରେ ଧାରଣା, ଧ୍ୟାନ, ସମାଧିସ୍ଥ ହେଇ ମନର ଯେଉଁ ଜାଗୃତ ସ୍ୱପ୍ନ ସୁଷୁପ୍ତି ଅବସ୍ଥାର ଊର୍ଦ୍ଧ୍ୱକୁ ଯାଇପାରିବ। ଯଦି ସାଧକ ତୁରୀୟ ଅବସ୍ଥାକୁ ଅନୁଭବ କରିପାରିବେ, ସେ ଅବସ୍ଥାରେ ସେ ବୁଝିପାରିବେ ଆବୁ ମେ ହୁଁ ହାରି ନାହିଁ। ମାନେ ଅଇକା ମୁଁ ଅଛି, ଅଇକା ମୁଁ ଅଛି, ହରି ନାହାନ୍ତି। ମାନେ କ'ଣ? ମୁଁ ଯେତେବେଳେ ନିଜର ସତ୍ତାକୁ ଚିହ୍ନିଗଲି, ମୁଁ ଯେତେବେଳେ ନିଜର ଆତ୍ମା ତତ୍ଵକୁ ଚିହ୍ନିଗଲି, ମୁଁ ଯେତେବେଳେ ଏ ସତ୍ୟକୁ ଚିହ୍ନିଗଲି କିମ୍ବା ଦେଖିଦେଲି କିମ୍ବା ଅନୁଭବ କଲି, ମୁଁ ଆଉ ମୋ ପ୍ରଭୁ ଏକ, ମୁଁ ହିଁ ଆତ୍ମା। ଯେଉଁ ବେଦରେ ଅଛି, ତତ୍ ତ୍ୱମ୍ ଅସି, ତତ୍ ତ୍ୱମ୍ ଅସି। ତତ୍ ମାନେ ସିଏ, ତ୍ୱମ୍ ମାନେ ତୁମେ, ଆଜ୍ଞା। ଅସି ମାନେ ଅଟ, ସିଏ ତୁମେ ହିଁ ଅଟ। ଯେତେବେଳେ ମନର ତୁରୀୟ ସ୍ଥିତିକୁ ଜଣେ ସାଧକ ଅନୁଭବ କଲେ, ଆବ ମେ ହୁଁ ହାରି ନାହିଁ, ମାନେ ସେ ସ୍ଥିତିରେ ମୁଁ ହିଁ ହରି, ସମସ୍ତେ ମୁଁ ହିଁ, ପ୍ରତ୍ୟେକ ଶରୀର ମୁଁ ହିଁ, ପ୍ରତ୍ୟେକ ଶରୀର ଏକ ହିଁ, ପ୍ରତ୍ୟେକ ଶରୀର ଏକ ହିଁ।
ବୁଝିପାରୁଛନ୍ତି, ଯେତେବେଳେ ସାଧକ ନିଜର ତତ୍ଵକୁ ଅନୁଭବ କରନ୍ତି ସେଠି ଆଉ ଦ୍ୱୈତ ନଥାଏ, ଦ୍ୱୈତ ମିଟି ଯାଇଥାଏ, ଭେଦଭାବ ମିଟି ଯାଇଥାଏ, ଅଦ୍ୱୈତ ସ୍ଥିତିକୁ ସେ ଅନୁଭବ କରିଥାନ୍ତି। ତାପରେ କହୁଛନ୍ତି ପ୍ରେମ କେ ଗଲି ଅତି ସାକିରି ଜାମେ ଦୋ ନା ସମାଏ, ମାନେ ପ୍ରେମର ଏ ଯେଉଁ ବାଟ ଅଛି, ଏ ଯେଉଁ ରାସ୍ତା ଅଛି, ବହୁତ ପତଳା ରାସ୍ତା। ସାକିରି ମାନେ ବହୁତ ପତଳା, ଭେରି ନ୍ୟାରୋ ରୁଟ୍, ବହୁତ ପତଳା ରାସ୍ତା। ଏ ରାସ୍ତାରେ ଦୁଇ ଜଣ ଜେଗା ହୁଅନ୍ତିନି। ବହୁତ ଗଭୀର କଥା ଏଠି ବୁଝାଉଛନ୍ତି। ଦେଖନ୍ତୁ ଏଇଠି ଗୋଟେ କଥା, ଯୋଉଠି ବି ଦୁଇ ଅଛି, ମୁଁ ଅଲଗା, ମୁଁ ଦେଖୁଥିବା ସଂସାର ଅଲଗା। ଆମେ ଯୋଉଠି ବି ଶରୀର ସ୍ତରରେ ସ୍ତ୍ରୀ ପୁରୁଷ, ଜ୍ଞାନୀ ମୂର୍ଖ, ପଶୁ ପକ୍ଷୀ, ବୁଦ୍ଧିଜୀବୀ ବୁଦ୍ଧିହୀନ ବ୍ୟକ୍ତି, ଆମେ ଯୋଉଠି ବି ବଳହୀନ ବଳଶାଳୀ, ଯୋଉଠି ବି ଦୁଇ ରୂପରେ ସଂସାରକୁ ଚିହ୍ନୁଛେ, ସେଠି ମନରେ ରାଗ ଦ୍ୱେଷ ଉତ୍ପନ୍ନ ହେଉଛି। ସେଠି କିଛି ଯଦି ଆମ ପାଖରେ କୋଉ ଜିନିଷଟା ଅଛି, ଆମ ଭିତରେ ଅହଙ୍କାର ଜାଗୃତ ହେଉଛି, ଆମ ଭିତରେ ଯେଉଁ ଜିନିଷଟା ନାହିଁ ସେଠି ଆମ ଭିତରେ ବ୍ୟାକୁଳତା ସୃଷ୍ଟି ହେଉଛି। ତ ଦୁଇରେ ମୁକ୍ତି ନାହିଁ, ଦୁଇରେ ବନ୍ଧନ ହିଁ ଅଛି, ଦୁଇରେ ମନର ଚଞ୍ଚଳତା ହିଁ ଅଛି, ମନର ଅବିଦ୍ୟା ହିଁ ଅଛି। ଯେତେବେଳେ ଦୁଇ ମିଟିବ, ଏକ ହବ, ସେ ଏକରେ ଆତ୍ମା ଅଛନ୍ତି, ସେ ଏକରେ ମୁକ୍ତି ଅଛି, ସେ ଏକରେ ମନର ତୃପ୍ତ ଅଛି। ସନ୍ଥ କବୀର କହୁଛନ୍ତି ଯେତେବେଳେ ଆମେ ଏ ଦେହ ଭାବକୁ ତ୍ୟାଗ କରି ଜାତି ଧର୍ମ ବର୍ଣ୍ଣ ପନ୍ଥ ଆକାର ସ୍ୱରୂପ ସ୍ତ୍ରୀ ପୁରୁଷ ଜ୍ଞାନୀ ମୂର୍ଖ ଧନୀ ଗରିବ ଏ ଯେଉଁ ଭେଦଭାବକୁ ମିଟେଇକିରି ଆମେ ମୁଁ ପ୍ରଥମେ ତ ମୋ ପରିକା ହିଁ ସମସ୍ତଙ୍କୁ ଭାବିବା ଦରକାର। ମୁଁ ହିଁ ସବୁ କିଛି, ମୁଁ ଚିହ୍ନିନି। ପ୍ରାଥମିକ ଦଶାରେ ଯେମିତି ମୁଁ ସେମିତି ସମସ୍ତେ, ଯେମିତି ମୋତେ ଭଲ ବ୍ୟବହାର ଭଲ ଲାଗେ, ଭଲ ବାଣୀ ମିଠା କଥା ମୋତେ ଭଲ ଲାଗେ, ସମ୍ମାନ ସହିତ ମୋତେ କିଏ ବ୍ୟବହାର ଦେଖେଇଲେ ମୋତେ ଭଲ ଲାଗେ, ସେଇପରିକା ବ୍ୟବହାର ସେଇପରିକା ବାଣୀ ମୁଁ ଅନ୍ୟଙ୍କୁ ପରସିବି। ଯେମିତି ମୋ କଥା ଅନ୍ୟ ଭଲ ବିଚାର କଲେ ମୋତେ ଭଲ ଲାଗେ, ସେମିତି ମୁଁ ବି ଅନ୍ୟଙ୍କ ଭଲ ବିଚାର କରିବି, ଅନ୍ୟଙ୍କ ଉନ୍ନତିରେ ମୁଁ ଖୁସି ହେବି, ଅନ୍ୟଙ୍କ ଦୁଃଖରେ ମୁଁ ଦୁଃଖିତ ହେବି। ମାନେ ପ୍ରଥମେ ତ ମୋ ପରିକା ମାନିକିରି ଏ ସଂସାରକୁ ଦେଖିବାକୁ ପଡ଼ିବ, ତେବେ ଯାଇକରି ମନରେ ତୃପ୍ତତା ଆସିବ, ମନରେ ସ୍ଥିରତା ଆସିବ, ମନ ନିର୍ମଳ ହେବ, ମନ ସ୍ୱଚ୍ଛ ହେବ, ସମୟ ଆସିବ ମୋ ପରିକାରୁ ମୁଁ ହିଁ ସବୁ କିଛି ଚିହ୍ନି ପାରିବା। ସେ ସ୍ଥିତିରେ ମନ ମୁକ୍ତ ହେବ। ମନ ଏ ଯେଉଁ ଭୌତିକ ବନ୍ଧନରେ ବାନ୍ଧିଛନ୍ତି ହେଇକି ଅଛି, ଏ ମାୟା ବନ୍ଧନରେ ଯେଉଁ ଅନେକ ରୂପରେ ମନ ବାନ୍ଧିଛନ୍ତି ହେଇକି ଅଛି, ମନ ସେଠି ମୁକ୍ତ ହେବ। ତ ମୁକ୍ତ ମନ ହେବ, ମୁଁ ଏବେ ବି ସେଇ ବ୍ରହ୍ମ ଅଛି, ମୁଁ ଏବେ ବି ସେଇ ଆତ୍ମା ଅଛି, ମୁଁ ଏବେ ବି ସେଇ ଅଜର ଅମର ଅବିନାଶୀ ତତ୍ଵ ଅଛି, କିନ୍ତୁ ଦେହ ଭାବରେ ଅଜ୍ଞାନରେ ବ୍ରହ୍ମ ଜ୍ଞାନର ଅଭାବରେ ନିଜକୁ ମୁଁ ଦେହ ମାନି ନେଇଛି। ତ ବହୁତ ସୁନ୍ଦର ଭାବରେ ଏଠି ଭଗବାନ କୃଷ୍ଣ ଆମ ସମସ୍ତଙ୍କୁ ବୁଝିବା ପାଇଁ ଚେଷ୍ଟା କରୁଛନ୍ତି। ତ ଦେଖନ୍ତୁ ଆଧ୍ୟାତ୍ମିକତା ଭୋଗ ପ୍ରସାଦ ନୈବେଦ୍ୟକୁ ଅର୍ପଣ କରି ଭୌତିକ ବସ୍ତୁ ପଦାର୍ଥ ପାଇବାର ମାର୍ଗ ନୁହେଁ। ଆଧ୍ୟାତ୍ମିକତା ହେଲା ଏକ ଅନୁସନ୍ଧାନ, ନିତ୍ୟ ପଦାର୍ଥକୁ ସତ୍ୟକୁ ନିଜର ସତ୍ ସତ୍ତାକୁ ଚିହ୍ନିବା ପାଇଁ କରୁଥିବା ପ୍ରୟାସ। ଆଜି ଗୋଟେ ଆମେ ଏମିତିଆ ଯୁଗରେ ଆସି ପହଞ୍ଚିଛେ, ଏମିତିଆ ପରିସ୍ଥିତିରେ ଆସି ପହଞ୍ଚିଛେ, ମଠ ମନ୍ଦିର ସବୁ ସକାମ ଭକ୍ତିରେ ବାନ୍ଧି ହେଇକି ଅଛି। ଏ ସକାମ ଭକ୍ତିକୁ ତ୍ୟାଗ କରି ଯେତେବେଳେ ଆମେ ନିଷ୍କାମ ଭକ୍ତିକୁ କରିବା, ମନ୍ଦିର ଯିବା ନିଜର ଆତ୍ମଜ୍ଞାନକୁ ଶ୍ରବଣ କରିବା ପାଇଁ, ନିଜର ସତ୍ ସତ୍ତାକୁ ବୁଝିବା ପାଇଁ। ମୁଁ ନିତ୍ୟ ପଦାର୍ଥ କୁହାଯାଉଛି, ମୁଁ ଅବିନାଶୀ କୁହାଯାଉଛି, ମୁଁ ଅନାଦି କାଳରୁ ଥିଲି ଅଛି ରହିବି। ବୁଝିପାରୁଛନ୍ତି, ଏଠି କୁହାଯାଉଛି ମୁଁ ସନାତନ। ଆଜ୍ଞା। ମୁଁ ସନାତନ ଯଦି କୁହାଯାଉଛି, ମୁଁ ସନାତନ କେମିତି? ମୁଁ ଜନ୍ମ ପୂର୍ବରୁ କେମିତି ଥିଲି, କୋଉଠି ଥିଲି? ମୁଁ ମୃତ୍ୟୁ ପରେ କେମିତି ରହିବି? ମାନେ ମୁଁ ତ ନିଜକୁ ଦେହ ମାନି ନେଇଛି। ବୁଝିପାରୁଛନ୍ତି, ମୁଁ ନିଜକୁ ଦେହ ମାନିଛି, ମୁଁ ଦେହର ଆଜ୍ଞା। ଊର୍ଦ୍ଧ୍ୱକୁ କେମିତି ଯିବି? ମୁଁ ନିଜର ସତ୍ ସତ୍ତାକୁ କେମିତି ଚିହ୍ନିବି? ଏ ବ୍ୟାକୁଳତା ସହିତ ମନ୍ଦିରକୁ ଯିବାର ଆବଶ୍ୟକ ଅଛି। ବୈଦିକ ପରମ୍ପରାକୁ ଆଚରଣ କରି ବିଧିବତ୍ ସାଧନା କରିବାର ଆବଶ୍ୟକ ଅଛି। ତେବେ ଯାଇକି ସମୟ ଆସିବ ମୁଁ ଏ ଯେଉଁ ଅବିଦ୍ୟା ରୂପକ ମୁଁକୁ ଭୁଲି ଆତ୍ମତତ୍ଵ ରୂପକ ନିଜକୁ ଚିହ୍ନି ପାରିବି, ନିଜର ସତ୍ ସତ୍ତାକୁ ମୁଁ ଅନୁଭବ କରିପାରିବି। ଆଉ ମନରେ ଯେଉଁ ମୃତ୍ୟୁ ପ୍ରତି ଡର ଅଛି, ସେ ମୃତ୍ୟୁରୁ ମୁଁ ଅମୃତତ୍ୱକୁ ପ୍ରାପ୍ତ କରିପାରିବି। ଏ ଯେଉଁ ଅନ୍ଧକାରରେ ମୁଁ ଅଜାଣତରେ ଦୁଃଖୀ ଅଛି,
ମୁଁ ଆଲୋକ ଆଡ଼କୁ ଯାଇପାରିବି। ମୁଁ ଅଜାଣତରେ ମୋ ସ୍ଥିତିରେ ଯେତେବେଳେ ମୁଁ ସ୍ଥିତ ହେବି, ସେତେବେଳେ ମୁଁ ଆଲୋକରେ ବଞ୍ଚିପାରିବି। ମୁଁ ଯେଉଁ ଅଜ୍ଞାନରେ ପୀଡ଼ିତ ଅଛି, ଦୁଃଖିତ ଅଛି, ମୁଁ ଜ୍ଞାନ ପ୍ରାପ୍ତ କରି ଏ ବ୍ରହ୍ମଲୀଳାର ଆନନ୍ଦକୁ ନେଇପାରିବି। ଏ ବ୍ରହ୍ମଲୀଳାର ଶାନ୍ତିରେ ନିଜକୁ, ଏ ଲୀଳାକୁ ଉପଭୋଗ କରିପାରିବି, ମଣିଷ ଜୀବନକୁ ସାର୍ଥକ କରିପାରିବି। ବୁଝିପାରୁଛନ୍ତି? କୁହନ୍ତୁ ଆଉ କିଛି ଆଜ୍ଞା ପ୍ରଶ୍ନ? ଗୁରୁଜୀ, ହୁଁ। ଯଦି ଜାଣିଦେଲି ମତେ ଆଧାର କରିକି ଯଦି ଏଇ ପଞ୍ଚଭୂତ ସୃଷ୍ଟି, ତାହେଲେ ଏଇ ସବୁ ଯୋଉ ଜିନିଷ ଯାକ ସବୁ ତିଆରି ହେଇଛି ଏ ମାୟା ସଂସାରରେ, ଯେମିତି କି ମୋ ମୁଁ ଯଦି ଜାଣିଦେଲି ମୋ ସ୍ୱରୂପକୁ, ମୁଁ ଯଦି ଜାଣିଦେଲି ମୋ ଆତ୍ମାକୁ, ମୁଁ କିଏ, ମୁଁ କୋଉଠୁ ଆସିଛି, ଯଦି ମୁଁ ନିଜକୁ ପରଖିକି ନିଜକୁ ଜାଣିଦେଲି, ତାହେଲେ ଏଇଠି ଗୋଟେ ଶତ୍ରୁ ଭିତରେ ମୁଁ ଅଛି, ଗୋଟେ ମିତ୍ର ଭିତରେ ମୁଁ ଅଛି, ଗୋଟେ ପଶୁ ଭିତରେ ବି ମୁଁ ଅଛି। ଆଜିକା ଡେଟରେ ଗୁରୁଜୀ ଯୋଉ ପଶୁ ହତ୍ୟାକୁ ଚାଲିଛି, ପଶୁ ହତ୍ୟା ତ ଚାଲିଛି, ତା ଭିତରେ କିଛି ମାନସିକ ପୂରଣ କରିବା ପାଇଁ ବୋଲି କୋଉ କୋଉ ଜାଗାରେ ଯୋଉ ବଳି ପ୍ରଥା ଚାଲିଛି, ଏସବୁ କେତେ ଦୂର ଠିକ ଗୁରୁଜୀ, ସେଇଟା ଟିକେ କୁହନ୍ତୁ। ମିଛ ମିଛ, ଏଇଟା ସମ୍ପୂର୍ଣ୍ଣ ମିଛ। ଦେଖନ୍ତୁ ଏଠି କେତେ ଗଭୀର କଥା କୁହାଯାଉଛି। ଏଠି ମୋର ବି କୁହାଯାଉନି, ମୁଁ ହିଁ କୁହାଯାଉଛି। ମୋର ମୁଁ ଭିତରେ ବି ଅନ୍ତର ଅଛି। ମୋର ମାନେ ମୋ ପରିବାର, ଆଜ୍ଞା ମୋ ସଂସାର, ମୋ ସାଙ୍ଗ। ଆଜ୍ଞା ମାନେ ସେଠି ମୁଁ ଅଲଗା, ମୋ ପରିବାର ଅଲଗା, ମୁଁ ଅଲଗା, ମୋ ସାଙ୍ଗ ଅଲଗା, ମୁଁ ଆଜ୍ଞା ଅଲଗା, ମୋ ପିଲାଛୁଆ ଅଲଗା। କିନ୍ତୁ ଏଠି ମୋର କୁହାଯାଉନି, ମୁଁ ହିଁ କୁହାଯାଉଛି। ମୁଁ ହିଁ। କେତେ ବଡ଼ ଆଜ୍ଞା ଅଦ୍ଭୁତ କଥା, ଚମତ୍କାର କଥା! କେତେ ଏ ପଦର, ଏ ବାକ୍ୟର ଗଭୀରତାକୁ ପରଖନ୍ତୁ। ମୁଁ ହିଁ ମାନେ ଆଜ୍ଞା ଆତ୍ମା ରୂପକ ମୋ ମାଧ୍ୟମରେ ମୁଁ ହିଁ ମାୟା ସଂସାରକୁ ରଚନା କରିଛି। ଏ ମାୟା ସଂସାରର ଆଜ୍ଞା ରଚନା କାହିଁକି ହେଇଛି? ଆନନ୍ଦ ନେବା ପାଇଁ, ଖୁସି ନେବା ପାଇଁ, ଆଜ୍ଞା ଶାନ୍ତିକୁ ଉପଭୋଗ କରିବା ପାଇଁ। କାହିଁକି ନା ଦେଖନ୍ତୁ, ଲୀଳାର ଉଦ୍ଦେଶ୍ୟ କେବେ ଦୁଃଖ ନଥାଏ। ଲୀଳାର ଉଦ୍ଦେଶ୍ୟ କେବେ ମାନେ ଦେଖନ୍ତୁ, ଆମେ ଗୋଟେ ସିନେମା ଦେଖୁଛେ, ସିନେମା କାହିଁକି ଦେଖୁଛେ? ଆନନ୍ଦ ପାଇଁ, ଖୁସି ହବା ପାଇଁ। ଠିକ ଆଜ୍ଞା ସେମିତି ଆତ୍ମା ରୂପକ ମୁଁ ଯଦି ଏ ଲୀଳାକୁ ମୁଁ ରଚେଇଛି, ଲୀଳାର ଉଦ୍ଦେଶ୍ୟ ନିଶ୍ଚୟ ଆନନ୍ଦ, ଶାନ୍ତି। କିନ୍ତୁ ଏ ଲୀଳାରେ କିଛି ରୁଲ୍ସ ଅଛି। ଏ ଲୀଳାରେ କିଛି ଅନୁଶାସନ ଅଛି। ସେ ଅନୁଶାସନକୁ ଯଦିଓ ଶରୀର ସ୍ତରରେ, ଦେହ ସ୍ତରରେ ମୁଁ ଆଚରଣ କରିବିନି, ମୋ ଲୀଳାର ସତ୍ୟକୁ ମୁଁ ଚିହ୍ନି ପାରିବିନି, ମୋ ଲୀଳାର ତତ୍ଵକୁ ମୁଁ ବୁଝିପାରିବିନି। ଆପଣ ଯେଉଁ କହିଲେ ମନ୍ଦିରରେ ବଳି ପ୍ରଥା, ସେଟା ଆଜ୍ଞା ମିଛ କଥା, ସମ୍ପୂର୍ଣ୍ଣ ମିଛ। ଗତ ଆଜ୍ଞା ଗତ ଭିଡ଼ିଓରେ ବି ଆମେ ଏ କଥାକୁ ଚର୍ଚ୍ଚା ହେଇଥିଲେ। ଇନ୍ଦ୍ରିୟ ସୁଖରେ ମନ ମାୟାକୁ ରଚିକିରି ସାଧକକୁ ବାନ୍ଧୁଥାଏ। ବୁଝିପାରୁଛନ୍ତି? ଏଠି ମାୟା ଆଉ ଆଜ୍ଞା ଆତ୍ମାର ଇଏ ଖେଳ ଚାଲିଛି। ମନ ବିଭିନ୍ନ ପ୍ରକାର ଛଳନା କରେ। ମନ ବିଭିନ୍ନ ପ୍ରକାର ଭୌତିକ ସୁଖରେ ଇନ୍ଦ୍ରିୟଙ୍କୁ ବାନ୍ଧେ। କେଉଁଠି ଖାଦ୍ୟର ସୁଖ, କେଉଁଠି ପେୟ ପଦାର୍ଥର ସୁଖ, କେଉଁଠି ଦୃଶ୍ୟର ସୁଖ, କେଉଁଠି ଶ୍ରବଣାନୁଭୂତିର ସୁଖ, କେଉଁଠି ସ୍ପର୍ଶାନୁଭୂତିର ସୁଖ, କେଉଁଠି ଘ୍ରାଣାନୁଭୂତିର ସୁଖ। ଏ ଭୌତିକ ସୁଖରେ ସଦାସର୍ବଦା ମନ ମାୟାରେ ସାଧକକୁ ବାନ୍ଧିବା ପାଇଁ ଚେଷ୍ଟା କରେ। ସେ ମନର ବନ୍ଧନରୁ ଆଜ୍ଞା ଉର୍ଦ୍ଧ୍ୱକୁ ଯିବା ପାଇଁ ସାଧକକୁ ବିବେକୀ ହେଇକିରି ତର୍ଜମା କରିବାକୁ ପଡ଼ିବ। ପ୍ରତ୍ୟେକ ଆଚରଣକୁ ବହୁତ ଗଭୀର ଭାବରେ ତର୍ଜମା କରିକିରି ତାକୁ ବୁଝିବାକୁ ପଡ଼ିବ। ଅନ୍ଧବିଶ୍ୱାସରେ ଆଧ୍ୟାତ୍ମିକତାକୁ ମାନିବାକୁ ପଡ଼ିବନି। ଆଧ୍ୟାତ୍ମିକତା ଆମେ ଟିକେ ପୂର୍ବରୁ ବୁଝିଛେ, ଅନୁସନ୍ଧାନ। ଯେହେତୁ ଅନୁସନ୍ଧାନ, ଆଜ୍ଞା ଆ ଦେହରେ ଯାହା ବି ଆଚରଣ କରୁଛନ୍ତି, ପ୍ରତ୍ୟେକ ଜିନିଷକୁ ସାଧକ ରୂପରେ ଶରୀର ସ୍ତରରେ ଆପଣଙ୍କୁ ପରଖିବାକୁ ପଡ଼ିବ, ବିବେକକୁ ଜାଗ୍ରତ କରି। ଗୋଟେ ପଶୁ ଅଛି, ଆମେ ଭାବୁଛେ ଗୋଟେ ଛେଳିଟାକୁ ବଳି ଦେବା। କାହାକୁ ବଳି ଦେବା, କେଉଁଠି ବଳି ଦେବା? ଆମେ କହୁଛେ ଠାକୁର। ଠାକୁର କେଉଁଠି ଅଛନ୍ତି? ଆମେ ଅଜାଣତରେ ବହୁତ ସାରା କଥା କହୁଛେ। ଠାକୁର ଆମ ଭିତରେ ଅଛନ୍ତି, ଆତ୍ମା ରୂପରେ ଆଜ୍ଞା ଅଛନ୍ତି, ସମସ୍ତଙ୍କ ଭିତରେ ଅଛନ୍ତି। ଯଦି ସମସ୍ତଙ୍କ ଭିତରେ ଅଛନ୍ତି, ସେ ଛେଳି ଭିତରେ ବି ତ ଅଛନ୍ତି ନା। ସେ ଛେଳି ବି ତ ସେଇ ହିଁ ନା। ଆଜ୍ଞା ଆଜ୍ଞା ତ ମୁଁ ଗୋଟେ କଥା ଭାବନ୍ତୁ, ଭାବି ନିଅନ୍ତୁ, ଏଇଟା ଖରାପ ଭାବିବେନି, ଖରାପ ଲାଗିବ। ମୁଁ ଅଛି, ନାଇଁ ନାଇଁ ଗୁରୁଜୀ ମୋ କୁହନ୍ତୁ। ମୋ 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 ପୁଅକୁ କିମ୍ବା ମୋ ଝିଅକୁ କିମ୍ବା ମୋ ପିଲାଙ୍କୁ ମୋ ଆଗରେ ଜଣେ ଛଡ଼େଇକି ନେଇକରି ମୋରି ଆଗରେ କାଟିବେ, କେମିତି ଲାଗିବ ମୋତେ? ମୋ ମନସ୍ଥିତି ବହୁତ କେତେ କଷ୍ଟ। କଲବଲ ହବ, କେତେ କଷ୍ଟ ହବ। ଆଜ୍ଞା ଯଦି ମୋ ପିଲା ଛୁଆଙ୍କୁ ମୋ ଆଗରେ କାଟିଲେ ସେତେ କଷ୍ଟ ଲାଗୁଛି, ସେତେ ଦୁଃଖ ଲାଗୁଛି, ସେ ଛେଳି ବି ତ ମୋରି ପରିକା ହିଁ ନା। ସେ ଛେଳି ଦେଖନ୍ତୁ, ଆଜ୍ଞା ଆମକୁ ନିଜର ମାନିଛି। ସେ ତ ପଶୁ, ତା ଭିତରେ ଏତେ ବିବେକ ନାହିଁ।
ସେ ନିଜ ଆମକୁ ହିଁ ନିଜର ମାନିଛି, ଆମକୁ ସର୍ବସ୍ୱ ମାନିଛି, ଆମ ସାହାରାରେ ସେ ବଞ୍ଚିଛି। ଆମକୁ ନିଜର ମାନିଥିବା ଆମ ସନ୍ତାନ ପରିକା ସେ ଛେଳିକୁ ଯଦି ଆମେ କାଟି ଦେଉଛେ, ଆମେ ବ୍ରହ୍ମାନୁଭୂତି କେମିତି କରିବା? ଆମେ ଈଶ୍ୱର ପ୍ରାପ୍ତି କେମିତି କରିବା? ଈଶ୍ୱର ପ୍ରାପ୍ତି ତ ବହୁତ ଦୂର କଥା। ଆମେ ମଣିଷ ବି ହେଇପାରିବାନି। ଆଜ୍ଞା ଅମାନୁଷିକ ସ୍ଥିତିରେ, ମନର ସ୍ତରରେ, ଦୁଃଖରେ, ପୀଡ଼ାରେ, ବ୍ୟାକୁଳତାରେ ହେଇ ଆମେ ଜୀବନକୁ ବିତେଇବା। ଆଧ୍ୟାତ୍ମିକତାର ଉଦ୍ଦେଶ୍ୟ ପୂର୍ତ୍ତି ହେଇପାରିବନି। ସାଧନାର ଉଦ୍ଦେଶ୍ୟ ଯେଉଁଟା ପରମାନନ୍ଦ ପ୍ରାପ୍ତି କରିବା, ଈଶ୍ୱର ପ୍ରାପ୍ତି କରିବା, ବ୍ରହ୍ମାନୁଭୂତି କରିବା, ନିଜର ଅଜର ଅମର ଅବିନାଶୀ ତତ୍ଵକୁ ଆମେ ବୁଝିବା ପାଇଁ ଯେଉଁ ଚେଷ୍ଟା କରୁଛେ, ସେ ଚେଷ୍ଟାରେ ବହୁତ ପଛେଇ ଯିବା। ମାୟା, ମନ ହିଁ ମାୟା। ମାୟା ରୂପକ ମନ ବିଭିନ୍ନ ଛଳନା ରଚୁଥାଏ। ତ ଯେପର୍ଯ୍ୟନ୍ତ ଆଜ୍ଞା ଆପଣ ଶାନ୍ତିକୁ, ଆନନ୍ଦକୁ, ସୁଖକୁ ଭୌତିକ ସଂସାରରେ ଖୋଜିବେ, ଆପଣ ମାୟାରେ ହଜିମଜିକି ରହିବେ, ମାୟାରେ ବାନ୍ଧି ହେଇକା ଯିବେ। ଆଜ୍ଞା ଯେତେବେଳେ ଶାନ୍ତିକୁ, ଆନନ୍ଦକୁ ନିଜ ଭିତରେ ଖୋଜିବେ, ନିଜର ସ୍ୱରୂପରେ ଚିହ୍ନିବା ପାଇଁ ଚେଷ୍ଟା କରିବେ, କେବଳ ତେବେ ହିଁ ଆପଣ ନିଜର ବ୍ରହ୍ମସତ୍ତାକୁ ଅନୁଭବ କରିପାରିବେ, କିମ୍ବା ଆଧ୍ୟାତ୍ମିକତାର ଉଦ୍ଦେଶ୍ୟ ସଫଳୀକୃତ ହେବ। ତେଣୁକରି ଅଜ୍ଞାନରେ ବି ବହୁତ ନିଶ୍ଚୟ ଲୋକ ସବୁ ଗୁରୁଜୀ। ବିଭିନ୍ନ ପ୍ରଥାକୁ ଆଚରଣ କରୁଛନ୍ତି। କୋଉଠି ଭାଙ୍ଗ ବାଟିକିରି କିଏ ପିଇଦେଲେ, କୋଉଠି ଗଞ୍ଜେଇ ଟାଣିଲେ କିଏ, କୋଉଠି ଠାକୁରଙ୍କ ନାଁରେ, ବହୁତ ଆଜ୍ଞା ଏମିତିଆ ବି ମନ୍ଦିର ଅଛି, ଆପଣ ଗୁଗଲରେ ଖୋଜିଲେ ଦେଖିପାରିବେ। ମନ୍ଦିରରେ ଠାକୁରଙ୍କ ପାଖରେ ମଦ ଭୋଗ ଚଢ଼ା ଯାଉଛି, ମାନେ ମଦକୁ ନେଇକରି ଗୋଟେ ଗ୍ଲାସରେ ଆଜ୍ଞା ପିଇକରି। ଗୋଆ ସାଇଡରେ ଅଛି, ସିକିମ ସାଇଡରେ ଅଛି, ଆମ ସାଉଥ ଇଣ୍ଡିଆରେ ବି ଏମିତିଆ ଗୋଟେ ଜାଗା ଅଛି ଯେଉଁଠି ମଦ ଗୋଟେ ଗ୍ଲାସରେ ନେଇକରି ଠାକୁରଙ୍କୁ ଦିଆଯାଉଛି। ମଦୁଆ ଲୋକ କିଏ ମଦ ପିଇବାର ଯୋଜନା କରୁଛନ୍ତି, ଠାକୁରଙ୍କୁ ମାଧ୍ୟମ କରି ସେଠି ନେଇକି ଥଉଛନ୍ତି। ତ ଏଇଠି ଦେଖନ୍ତୁ, ଅନ୍ଧବିଶ୍ୱାସରେ ଆମେ ଈଶ୍ୱରଙ୍କୁ ମାନିବାନି, ଶାସ୍ତ୍ର ଅନୁଯାୟୀ ସାଧନା କରିବା। ଆମ ପାଖରେ ଅମୂଲ୍ୟ ଶାସ୍ତ୍ର ଅଛି, ଆଜ୍ଞା ଭଗବତ ଗୀତା ଅଛି, ବେଦ ଅଛି, ବେଦର ଯେଉଁ ସାରାଂଶ ଉପନିଷଦ ଅଛି, ବ୍ରହ୍ମସୂତ୍ର ଅଛି। ଏ ଶାସ୍ତ୍ରକୁ ଯଦି ପଢ଼ିବା, ଏ ଶାସ୍ତ୍ର ଅନୁଯାୟୀ ଯଦି ଆମେ ସାଧନା କରିବା, ନିଶ୍ଚୟ ସମୟ ଆସିବ ଆମେ ନିଜର ଅବିନାଶୀ ଆତ୍ମତତ୍ଵକୁ ଚିହ୍ନି ପାରିବା। ମନରେ ଆଉ ଡର ରହିବନି, ମୃତ୍ୟୁ ଆଜ୍ଞା ପ୍ରତି ଭୟ ରହିବନି। ନିଶ୍ଚୟ ଗୁରୁଜୀ। ଅପୂର୍ଣ୍ଣତା ଆମ ଭିତରେ ଏବେ ଅପୂର୍ଣ୍ଣତା ରହୁଛି। ଅପୂର୍ଣ୍ଣତା ମାନେ ମୁଁ ଅଧୁରା। ମୁଁ ଭୌତିକ ବସ୍ତୁ ପଦାର୍ଥ ପାଇଲେ, ମୁଁ ବଡ଼ ପଦ ପଦବୀକୁ ପାଇଲେ, ମୁଁ ଅଧିକ ଧନ ସମ୍ପତ୍ତିକୁ ଏକତ୍ର କଲେ, ମୋ ପାଖରେ ଅନେକ ଧନ, ଯଶ, ମାନ, ଖ୍ୟାତି ଥିଲେ ହିଁ ମୁଁ ଆନନ୍ଦରେ ରହିପାରିବି, ମୁଁ ଶାନ୍ତିରେ ରହିପାରିବି, ମୁଁ ଅଧିକ ଦିନ ବଞ୍ଚିପାରିବି, ମୁଁ ଆନନ୍ଦ ପ୍ରାପ୍ତି କରିପାରିବି। ଏହିପରିକା ଅବିଦ୍ୟାରେ ଆମେ ବିଭିନ୍ନ ଯୋଜନା କରୁଛୁ, କିନ୍ତୁ ଆମେ ବୁଝିପାରୁନେ ଆନନ୍ଦର ସ୍ରୋତ ମୁଁ ନିଜେ। ଆନନ୍ଦ ମୋ ଭିତରେ ଅଛି। ଆଜ୍ଞା ମୁଁ ହିଁ ଆନନ୍ଦର ସ୍ୱରୂପ, ମୁଁ ହିଁ ଆନନ୍ଦର ସ୍ରୋତ। ମୋତେ କିଛି ପାଇକିରି ଆନନ୍ଦ ପ୍ରାପ୍ତ କରିବାର ଆବଶ୍ୟକତା ନାହିଁ। ମୁଁ ହିଁ ଆନନ୍ଦର ସ୍ରୋତ। ଆଜ୍ଞା ବହୁତ ଗଭୀର କଥା। ଆଜି ଦେଖନ୍ତୁ, ଆଜ୍ଞା ମଣିଷ ଦିନକୁ ଦିନ ଭୌତିକ ବସ୍ତୁ ପଦାର୍ଥକୁ ନିର୍ମାଣ କରି ଭୌତିକ ଉନ୍ନତି କରୁଛି, କିନ୍ତୁ ଅଜାଣତରେ ନିହାତି ଗୁରୁଜୀ। ଇନ୍ଦ୍ରିୟ ମନର ଦାସ ହେଇକିରି, ଅଜାଣତରେ ଦୁଃଖରେ, ପୀଡ଼ାରେ ନିଜର ଜୀବନକୁ ବୃଥା କରୁଛି। ବୁଝିପାରୁଛନ୍ତି? ତେଣୁକରି ଏସବୁ କଥାର ଆଜ୍ଞା ଆଜିର ସୁନ୍ଦର ଶ୍ଲୋକ ଏଇଟା, ବହୁତ ବଢ଼ିଆ ଭାବରେ ଶାସ୍ତ୍ର ପ୍ରମାଣ। ଶାସ୍ତ୍ର ସର୍ବୋପରି। ଗପ କାହାଣୀ କାହାର ମାନନ୍ତୁ ନ ମାନନ୍ତୁ ସେଟା ପଛ କଥା। ଶାସ୍ତ୍ର ଅକାଟ୍ୟ, ଶାସ୍ତ୍ରକୁ ଆମେ କାଟି ପାରିବାନି। ଶାସ୍ତ୍ର ଯଦି ଆଜ୍ଞା କହୁଛି ଆତ୍ମା ରୂପକ ମୋତେ କୌଣସି ପଞ୍ଚଭୂତ ବିନାଶ କରିପାରିବନି, ଶାସ୍ତ୍ର ଯଦି କହୁଛି ମୁଁ ନିତ୍ୟ ପଦାର୍ଥ, ଶାସ୍ତ୍ର ଯଦି କହୁଛି ମୁଁ ସର୍ବ ମାନେ ପ୍ରତ୍ୟେକ କଣକଣିକାରେ ଅଛି, ମୁଁ ଜଣେ ଭିକାରୀ ଭିତରେ ବି ଅଛି, ମୁଁ ଜଣେ ଉଚ୍ଚ ପଦରେ ବସିଥିବା ରାଷ୍ଟ୍ରପତି ମହୋଦୟଙ୍କ ଭିତରେ ବି ଅଛି। ମୁଁ ରାଷ୍ଟ୍ରପତି ଆଜ୍ଞା ମହୋଦୟ ତ ବହୁତ ଛୋଟ, ମୁଁ ସାରା ବିଶ୍ୱର ଆଧାର। କେତେ ବଡ଼ କଥା କୁହାଯାଉଛି ଦେଖନ୍ତୁ। ତାପରେ ଏଠି କୁହାଯାଉଛି ଆଜ୍ଞା ମୁଁ ପରିବର୍ତ୍ତନ ହଉନି, ମୁଁ ଯାଉନି, ମୁଁ ଆସୁନି, ମୁଁ ସନାତନ। ଗୋଟେ ଗୋଟେ ଶବ୍ଦର ଗଭୀରତାକୁ ପରଖନ୍ତୁ, କେତେ ଗଭୀରତା ଅଛି। ଆଜ୍ଞା ବୁଝିପାରୁଛନ୍ତି? ଆମେ ଭାବିଥାଉ ଏ ଆଜ୍ଞା ସାଧୁମାନେ ଏ ଗେରୁ ବସ୍ତ୍ର ପିନ୍ଧିକିରି ଏମାନେ ମାନେ କାମଚୋର, ମାନେ କାମ ଧନ୍ଦା ନ କରିକିରି ଏମାନେ ଏମିତି ଗପ ଗପିକିରି ପଇସା କମେଇବାର ଯୋଜନା କରୁଥାନ୍ତି, ବ୍ରେନ୍ ୱାଶ କରୁଥାନ୍ତି। ନା ନା ନା, ସେଇଟା ନୁହଁ। ବ୍ରହ୍ମ ବିଦ୍ୟା ହେଲା ଏପରିକା ଅମୂଲ୍ୟ ବିଦ୍ୟା, ଯେଉଁ ବିଦ୍ୟାକୁ ଯଦି ଆମେ ଅଧ୍ୟୟନ କରି ଇନ୍ଦ୍ରିୟ ମନକୁ ସଂଯମିତ ରଖିପାରିବା, ଧାରଣା ଧ୍ୟାନ ମାଧ୍ୟମରେ ସମାଧିସ୍ଥ ହେଇକି ନିଜର ଆତ୍ମତତ୍ଵକୁ ଚିହ୍ନି ପାରିବା, ଆମେ ବୁଝିପାରିବା, ଆମେ ଏ କଥାକୁ ଚିହ୍ନି ପାରିବା, ଆମେ ଅବିନାଶୀ। ଆମେ ଅବିନାଶୀ, ଆମେ ଆଧାର। ମୋ ଠାରୁ ବଡ଼ ଏ ସଂସାର, ଏ କଥାକୁ ମୋ ଠାରୁ ବଡ଼ ଏ ସଂସାର କେହି ନାହିଁ ମାନେ
ଏ କଥାକୁ ଆମେ ଗର୍ବରେ ଅହଙ୍କାରରେ ନବାନି। ଆଜ୍ଞା ଏ ସତ୍ୟକୁ ଆମେ ଚିହ୍ନିବା, ଏ ସତ୍ୟକୁ ଆମେ ଚିହ୍ନିବା, ଏ ନିହାତି ସତ୍ୟକୁ ଆମେ ଗୁରୁଜୀ। ବୁଝିବା। ମୁଁ ମୂଳ, ମୁଁ ଆଧାର, ମୋ ଆଧାରରେ ପଞ୍ଚଭୂତ ନିର୍ମାଣ ହେଇଛି, ପଞ୍ଚଭୂତର ମାଧ୍ୟମରେ ଏ ପ୍ରପଞ୍ଚ ନିର୍ମାଣ ହେଇଛି। ଏ ପ୍ରପଞ୍ଚର ଗୋଟେ ଗୋଟେ ବସ୍ତୁ ପଦାର୍ଥ ଦେଖନ୍ତୁ କେତେ ସୁନ୍ଦର ଭାବରେ, ଗୋଟେ ନଡ଼ିଆ ଗଛ, ଗୋଟେ ଫୁଲ ଗଛ, ଗୋଟେ ସାଗର, ଗୋଟେ ଉଡ଼ି ଯାଉଥିବା ଗୋଟେ ପକ୍ଷୀ, ଗଛରେ ଥିବା ଗୋଟେ ଫୁଲର ପାଖୁଡା, ଆଜ୍ଞା କେତେ ଆନନ୍ଦ ଅଛି ଏ ସଂସାରରେ, କେତେ ସୁଖ ଅଛି ଏ ସଂସାରରେ। କିନ୍ତୁ ଆମେ ଭବିଷ୍ୟତର କଳ୍ପନା କରି ଭୂତକାଳରେ ବିତି ଯାଇଥିବା ସେ ଦିନକୁ ମନେ ପକେଇ ଆମେ ବର୍ତ୍ତମାନର ଏ ମୁହୂର୍ତ୍ତରେ ଯେଉଁ ଜୀବନର ସତ୍ୟ ତାକୁ ଆମେ ଭୁଲି ଯାଉଛେ। ଆଉ ଆମେ କିଛି ଯୋଜନା କରିକି କିଛି ପାଇଲା ପରେ ଆନନ୍ଦ ମିଳିବ ବୋଲିକି ବିଭିନ୍ନ ଯୋଜନା କରୁଛେ। ଆଉ ଅଜାଣତରେ ଶାନ୍ତିର ସ୍ରୋତ ନିଜେ ହେଇକିରି, ଆନନ୍ଦର ସ୍ୱରୂପ ନିଜେ ହେଇକିରି ଅଜ୍ଞାନରେ ଅବିଦ୍ୟାରେ ଅଶାନ୍ତିଗ୍ରସ୍ତ ହେଉଛେ। ଭଲ ଲାଗିଲା ଆଜିର ଚର୍ଚ୍ଚା। ଆଜ୍ଞା ଗୁରୁଜୀ। ଆଜିର ଚର୍ଚ୍ଚାକୁ ଏଠି ବିରାମ ଦେବା। ଆଜ୍ଞା ଗୁରୁଜୀ। ଆଗାମୀ ଦିନରେ ଆମେ ଆହୁରି ବି ଆଜ୍ଞା ଗୁରୁଜୀ। ଏଇ ଆତ୍ମଜ୍ଞାନ ଉପରେ ଭଲ ଭଲ ଶ୍ଲୋକକୁ ମାଧ୍ୟମ କରି ସ୍ୱାଧ୍ୟାୟ କରିବା। ସ୍ୱ ଅଧ୍ୟାୟ, ନିଶ୍ଚୟ ନିଜକୁ ଗୁରୁଜୀ। ଅଧ୍ୟୟନ କରୁଛେ, ନିଜର ନିତ୍ୟ ଆଜ୍ଞା ପଦାର୍ଥକୁ ଚିହ୍ନିବା ପାଇଁ ଚେଷ୍ଟା କରୁଛେ। ବହୁତ ଗଭୀର କଥା। ବ୍ରହ୍ମଜ୍ଞାନକୁ ଆଜ୍ଞା ବିବେକୀ ହିଁ ତର୍ଜମା କଲେ ବୁଝିପାରିବେ। ଏ ଯେଉଁ ସାରା ସଂସାରକୁ ମୁଁ ଦେଖୁଛି, ସଂସାରର ଆଧାର ଏ ଶରୀର, ଶରୀରର ଆଧାର ଆଜ୍ଞା ଇନ୍ଦ୍ରିୟ, ଇନ୍ଦ୍ରିୟଙ୍କ ଠାରୁ ଶ୍ରେଷ୍ଠ ଆଜ୍ଞା କିମ୍ବା ଇନ୍ଦ୍ରିୟଙ୍କ ଆଧାର ମନ, ମନର ଆଧାର ବୁଦ୍ଧି, ବୁଦ୍ଧିର ଆଧାର ମୁଁ, ଆଜ୍ଞା ବୁଦ୍ଧିର ଆଧାର ଆତ୍ମା। ବୁଝିପାରୁଛନ୍ତି? ଇଏ କିଛି ଗପ ଆଜ୍ଞା କାହାଣୀ ନୁହଁ। ମୁଁ ସଂସାରକୁ ଦେଖୁଛି, ମୁଁ ସଂସାରକୁ ଅନୁଭବ କରୁଛି। କେମିତି ଅନୁଭବ କରୁଛି? ମୁଁ ମନ ମାଧ୍ୟମରେ, ଇନ୍ଦ୍ରିୟଙ୍କର ଆଧାରର ମାଧ୍ୟମରେ, ଶରୀରକୁ ମାଧ୍ୟମ କରି ଏ ଆଜ୍ଞା ସଂସାରକୁ ଦେଖୁଛି, ଏ ସଂସାରକୁ ଉପଭୋଗ କରୁଛି। ଜିଭେନ୍ଦ୍ରିୟକୁ ମାଧ୍ୟମ ନିଶ୍ଚୟ କରି ରୁଚିକୁ ଚାଖୁଛି, ଚକ୍ଷେନ୍ଦ୍ରିୟକୁ ମାଧ୍ୟମ କରି ଦୃଶ୍ୟକୁ ଦେଖୁଛି, ଶ୍ରବଣେନ୍ଦ୍ରିୟକୁ ମାଧ୍ୟମ କରି କର୍ଣ୍ଣ ମାଧ୍ୟମରେ ମୁଁ ଧ୍ୱନିକୁ ଶୁଣୁଛି, ତ୍ୱଚାକୁ ମାଧ୍ୟମ କରି ମୁଁ ସ୍ପର୍ଶକୁ ଅନୁଭୂତି କରୁଛି, ମନକୁ ମାଧ୍ୟମ କରି ମୁଁ ମନନ କରୁଛି, ଚିନ୍ତନ କରୁଛି। ମନ ମୋ ମାଧ୍ୟମରେ ପରିଚାଳନା ହେଉଛି, ପ୍ରାଣ ମୋ ମାଧ୍ୟମରେ ଜୀବିତ ଅଛି। ଆଠାରୁ ବଡ଼ କଥା କ'ଣ ଅଛି କୁହନ୍ତୁ? ଆଠାରୁ ବଡ଼ ପ୍ରାପ୍ତି କ'ଣ ଅଛି ଆଜ୍ଞା କୁହନ୍ତୁ? ବୁଝିପାରୁଛନ୍ତି? ତ ନିଶ୍ଚୟ ଆଧ୍ୟାତ୍ମିକତାର ଯଦି ସଠିକ୍ ପ୍ରଚାର ହେବ, ସାରା ବିଶ୍ୱ ଏକ ହେଇଯିବ। ଆଉ ଥରେ ଆମେ ମନରେ ଥିବା ଲୋଭ, କ୍ରୋଧ, କାମ, ଅହଙ୍କାର, ମଦମାତ୍ସର୍ଯ୍ୟ ରୂପକ ମନର ରୋଗକୁ ତ୍ୟାଗ କରିପାରିବା ଏକାତ୍ମ ଭାବରେ। ଆମେ ଏବେ ଯେଉଁ ସୀମିତ ପରିବାରକୁ ନିଜର ମାନିଛେ, ଏ ଅସୀମ ପରିବାରକୁ ଯେଉଁ ଅଣଦେଖା କରୁଛେ ଅଜ୍ଞାନରେ, ଆଉ ଥରେ ସାରା ବିଶ୍ୱ ଏକ ପରିବାର ହେଇକିରି ଆମେ ସମସ୍ତେ ଶାନ୍ତି ଆନନ୍ଦରେ ଜୀବନଯାପନ କରିପାରିବା, ସତ୍ୟ ଯୁଗର ନିର୍ମାଣ ହେଇପାରିବ। ଠିକ୍ ଅଛି, ଆଜିର ଚର୍ଚ୍ଚା ନିଶ୍ଚୟ ଗୁରୁଜୀ। ବିରାମ ଦେବା। ଆଗାମୀ ଚର୍ଚ୍ଚାରେ ଆହୁରି କିଛି ଆମେ ଆଜ୍ଞା ଗୁରୁଜୀ। ଗଭୀର କଥାକୁ ଚର୍ଚ୍ଚା ହେଇକିରି ବୁଝିବା। ଓମ୍ ଶାନ୍ତିର୍ଭବତୁ। ନିଶ୍ଚୟ ଗୁରୁଜୀ। ଠିକ୍ ଅଛି, ହରି ଓମ୍। ପ୍ରଣାମ ଗୁରୁଜୀ। ପ୍ରଣାମ।